चैतन्य चंद्राय नमः चैतन्य चंद्राय चैतन्य चंद्राय चैतन्य चरितामृतम आदि लीला मुरारी चैतन्य दासेर अलौकिक लीला मुरारी चैतन्य दासेर अलौकिक लीला व्याघ्र पंगाले चरमारे सर्प सोनी खेला नित्यानंदेर गुण रूप सब ब्रज सखा रघुनाथ वैद्य न्याय महाशयो रघुनाथ वैद्य न्याय महाशय दर्शनी कृष्ण प्रेम भक्ति सुंदरानंद नित्यानंदे साखा नृत्य मर्म नित्यानंद हरे ब्रज चैतन्य दासଙ୍କର କଥା କହୁଛନ୍ତି ଯେ ମହାଭାଗବତ ନା ସେ ନିତ୍ୟାନନ୍ଦ ପ୍ରଭୁଙ୍କର ଚୈତନ୍ୟ ମହାପ୍ରଭୁଙ୍କର ଅଦ୍ୟ ଭକ୍ତ ବେଳେବେଳେ ଭାବା ଶ୍ୱାସରେ ଭାବରେ ଉଦ୍ବେଳିତ ହେଇ ସେ ବ୍ୟାଘ୍ର ଗାଲରେ ଚାପା ମାରନ୍ତି ଆଉ ବେଳେବେଳେ ଅତି ଭୟଙ୍କର ବିଷାକ୍ତ ସର୍ପପୁରୀ ଗୋଟେ ଖେଳା କରନ୍ତି ତାପରେ ବାସରୀ ଯେଉଁମାନେ ଗଣ ସେମାନେ ପୂର୍ବେ ବ୍ରଜଭୂମିରେ ଥିଲେ ଗୋପବାଳକ ଥିଲେ ସବୁ ତାଙ୍କର ଏଇସବୁ ଚିହ୍ନ ଥାଏ ଶୃଙ୍ଗ ବେତ୍ର ଆଉ ଗୋପବେଶ ହେଇଥାନ୍ତି ଆଉ ବେଳେବେଳେ ଶିଖି ପୁଚ୍ଛ ମଧ୍ୟ ଧାରଣ କରୁଛନ୍ତି ତାପରେ ଭାଷରୀ ଆମର କୁମାର ଦେବୀ କହିଛନ୍ତି ଜାହ୍ନୁଆ ମାତା ମଧ୍ୟ ନିତ୍ୟାନନ୍ଦଙ୍କର ଗଣ ତାଲିକାରେ ଆସନ୍ତି ଗୌର ଗଣରେ ସୁଦୀପିକା ସଶେଶ୍ୱରଙ୍କ ବର୍ଣ୍ଣନା ଅଛି ସେ ଥିଲେ ବ୍ରଜ ଲୀଳାରେ ବୃନ୍ଦାବନରେ ଅନଙ୍ଗ ମଞ୍ଜରୀ ଆଉ ଜାହ୍ନୁଆ ମାତାଙ୍କର ଯେଉଁମାନେ ଭକ୍ତ ଆଉ ଯେଉଁମାନେ ତାଙ୍କ ଅନୁଗାମୀ ସେମାନେ ସମସ୍ତେ ନିତ୍ୟାନନ୍ଦ ପ୍ରଭୁଙ୍କର ଭକ୍ତ ତାଲିକାରେ ଆସନ୍ତି ରଘୁନାଥ ବୈଦ୍ୟୋପାଧ୍ୟାୟ ମହାସ ଯାହାର ଦର୍ଶନୀ କୃଷ୍ଣ ପ୍ରେମ ଭକ୍ତି ଆଉ ରଘୁନାଥ ଇଏ ବୈଦ୍ୟ ଉପାଧ୍ୟାୟ ସେ ଜଣେ ମହାଭାଗବତ ତାଙ୍କର ଦର୍ଶନ ମାତ୍ରେ କୃଷ୍ଣ ପ୍ରେମ ଜାତ হয় সুন্দরানন্দ নিত্যানন্দের শাখা ভৃত্য মর্ম যার সঙ্গে নিত্যানন্দ করে ব্রজনন্দ নিত্যানন্দ শাখার আর জଣେ প্রধান ভক্ত হচ্ছেন সুন্দরানন্দ ସେ ନିତ୍ୟାନନ୍ଦଙ୍କର ପ୍ରଭୁଙ୍କର ଅତି ଅନ୍ତର୍ଗ ଯୁକ୍ତ ଥିଲେ ନିତ୍ୟାନନ୍ଦ ପ୍ରଭୁ ତାଙ୍କ ସହିତ ବ୍ରଜଭୂମିର ଲୀଳା କରୁଥିଲେ ବ୍ରଜଭୂମି ଲୀଳା ଦର୍ଶନ କରିପାରିଥାନ୍ତି ୟା ଭାଷ୍ୟ ଦେଇ ସେବା କରୁଥିଲେ ଶିଶୁ ଗ୍ରହଣ କରୁନଥିଲେ
ଦିନେ ମହାପ୍ରଭୁ ଆସିଲେ ଆଉ ତାଙ୍କୁ କହିଲେ ତୁମେ ବୃଦ୍ଧ ହେଇଗଲଣି ଆଉ ତୁମେ ଅପ୍ରକଟ ହେଇଗଲେ ବିଗ୍ରହଙ୍କର ସେବା କିଏ କରିବ? ଜଣେ ଶିଷ୍ୟ ଗ୍ରହଣ କରନ୍ତୁ। ଶିଷ୍ୟ ଗ୍ରହଣ କରିଥିଲେ ତାରିଖ ଦେଇଥିଲେ ଆଉ ସେ କରିବେ ସେବା। ସେ କହିଲେ ନା ମୁଁ ଶିଷ୍ୟ ଗ୍ରହଣ କରିପାରିନି, କରିବି ନା। କିଏ ଅଛି ଶିଷ୍ୟ ହବାର ଯୋଗ୍ୟ? କିଏ ଶିଷ୍ୟ ହବାର ଯୋଗ୍ୟ ଅଛି କି ତା ଯୋଗ୍ୟତା ଅଛି? ମୁଁ ଶିଷ୍ୟ ଗ୍ରହଣ କରି ଶିଷ୍ୟମାନେ ଶାସନ ରଖିବେ, ଶାସନ ମାନିବ, ମୋ କଥା ମାନିବ ଠିକ୍। ଏମିତି କିଏ ଅଛି ମୁଁ ଦେଖିପାରୁନି, କଥା ମାନିବ, ମୋର ଶାସନ ମାନିବ, ଶିଷ୍ୟ ପ୍ରକୃତରେ ହବ ଏ କଥା ମୁଁ ଦେଖିପାରୁନି। এই প্রকার যোগ্যতা সম্পন্ন ব্যক্তি কাউ শিষ্য করবে। এই কথা ସେ ମହାପ୍ରଭୁ କହିଲେ। ତେଣୁ ମୁଁ ଶିଷ୍ୟ କରିବି ନା। ପ୍ରକୃତପକ୍ଷେ ଶିଷ୍ୟ ହେବାର ଯୋଗ୍ୟତା କାହାର ଅଛି? ଯେମିତି ସଦ୍ଗୁରୁ ବିରଳ, ସଦ୍ଗୁରୁ ପାଇବା ଅତି କଠିନ ବିରଳ, ସେହିପରି ସତ୍ଶିଷ୍ୟ ମଧ୍ୟ ବିରଳ। ଶିଷ୍ୟ ସତ୍ୟ ଶିଷ୍ୟ ମଧ୍ୟ ବିରଳ। ପ୍ରକୃତରେ ଶିଷ୍ୟ କେତେଜଣ ଶିଷ୍ୟ? କେଉଁ ଶିଷ୍ୟ ପାଇଯାଆନ୍ତି? ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ ମହାରାଜ ତାଙ୍କର ଅପ୍ରକଟର ବ୍ୟବହୃତ ପୂର୍ବରୁ ଅଳ୍ପ ଦିନ ପୂର୍ବରୁ ତାଙ୍କର ସମସ୍ତ ଶିଶୁମାନେ ଡକେଇଥିଲେ, ଗତ ଦେଇଥିଲେ, ତାଙ୍କର ସେ ଉପଦେଶ ଦେଇଥିଲେ। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ ମହାରାଜ ବଡ଼ ଶକ୍ତିଶାଳୀ ବୈଷ୍ଣବ ଥିଲେ, ଜନ୍ମ ବ୍ରହ୍ମଚାରୀ ଥିଲେ, ତାଙ୍କର ବଡ଼ ଶକ୍ତିଶାଳୀ ବୈଷ୍ଣବ ଥିଲେ। ତାଙ୍କରି ବୈଷ୍ଣବ ଦେଖାଯାଉନାହିଁ। ତେବେ ସେ ତାଙ୍କର ଯେଉଁମାନେ କୃପା ଲାଭ କରିଛନ୍ତି, ସେମାନେ ଧନ୍ୟ ହୋଇଛନ୍ତି। ଆମର ତ ମହାରାଜ ତାଙ୍କର ଶିଷ୍ୟ, ତାଙ୍କର ସେପରି କୃପା ଲାଭ କରିକି ସେ କିପରି ସମସ୍ତ ଜଗତରେ ମନୋଭୀଷ୍ଟ ମହାପ୍ରଭୁଙ୍କର ମନୋଭୀଷ୍ଟ ପୂରଣ କରିଛନ୍ତି। ଏ ମହାପ୍ରଭୁଙ୍କର ବାଣୀ ପ୍ରଚାର କରିପାରୁଛନ୍ତି। ଉଠି ଯାହା ନଗର ଆଦି ଗ୍ରାମ ସବୁ ପ୍ରଚାର ନାମ ମହାପ୍ରଭୁଙ୍କର ମନୋଭୀଷ୍ଟ ଥିଲା, ଭବିଷ୍ୟତବାଣୀ ଥିଲା, ସବୁ କରୁଛନ୍ତି। भक्ति सिद्धांत सरस्वती गोस्वामी प्रभुपाद महाराज कृपा लाभ करते धन्य मन करी से भक्ति सिद्धांत सरस्वती गोस्वामी प्रभुपाद महाराज से शेष कहते अप्रकटर शिष्य देखो मोर तुम्हें कई शिष्य नुह, कई आम शिष्य नुह, तुम्हें कई मोर शिष्य ना माने मोर शासन की मानना, कई प्रभुतर शिष्य ही ना सी कहले तार प्रकृत शिष्य हवाटा प्रकृत सत्शिष्य हवा तेरे गुरु सद्गुरु वीर सत्शिष्य प्रदुर वीर तेणु से कहे जदि मु जड़े सत्शिष्य उत्पादन करी सत्शिष्य शुभ भक्त सत्शिष्य उत्पादन करी बुझी मोर गुरुगिरी सफल ये प्रकार शक्तिशाली वैष्णव से कथा कहते प्रकृत केजन शिष्य शिष्य प्रकृत शासन को प्रकृत मानते शिष्य प्रकृत वीर सद्गुरु जपरी वीर शिष्य प्रकृत भाव वीर ये कथा निश्चित कथा। से सारंग ठाकुर कहले से किए अच्छी प्रकृत शिष्य हम किए प्रकृत शासन मान कहीं देखिपारे महाप्रभु कहले अंतत गोटे शिष्य ग्रहण करंतु आपण करी अति शक्तिशाली उन्नत वैष्णव जहाँ को आप शिष्य रूपे ग्रहण करेंगे से निश्चय बहुत शिष्य हम आप निश्चय निश्चय शुभ भक्ति लाभ कर कृपा लाभ कर जन शिष्य ग्रहण कर आप कहते क्या शिष्य ग्रहण करी जापारनी आसंता काली सकाले बड़ी सकाले उठला से उठी प्रथम जहाँ देखी आ कि विचार करना तो शिष्य महाप्रभु कथा बड़े सका उठिले उठिक स्नान करने तो पाखे गोटे नदी बही जाऊँगी से नदी की स्नान करने स्नान करने नदी स्नान कले देखले गोटे शव भाषी अच्छे मन पड़गला महाप्रभु कथा मन पड़गला महाप्रभु कथा रही जहाँ प्रथम देखी शिष्य कर शवटा तो देखले आपको शिष्य तो करेंगे यापाई से शवटी विषय उठे आणिक कान महामंत्र कहला हरे कृष्ण 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 हरे 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 राम से उठिक बसला जीवन पाइला बसला तो पचारे बापा तू लड़ से कहला मना मुरारी
ମୋ ନାଁ ମୁରାରୀ। ଆରେ କ'ଣ ହେଲା ତୋର କଥା? ନା ମୋର ଉପନୟନ ହେଉଥିଲା ସର୍ବଦଂଶର ଉପନୟନ ବୋଲେ ବ୍ରାହ୍ମଣ ବର୍ଜନ ଉପନୟନ ହେଇଛି ପଇସା ନିଅନ୍ତି ଗାୟତ୍ରୀ ମନ୍ତ୍ର ଆମ ଉପନୟନ ଆଉ ସର୍ବଦଂଶନ କଲା ଆଉ ମୁଁ ଏତିକି ଜାଣିଛି ଆଉ ତ କିଛି ଜାଣିନି ଆଉ ସର୍ବଦଂଶନ ଆମର ପାଣି ପକେଇ ଦେଇଛନ୍ତି ଭାତ କଲା ଆଉ ଏହା କଥା କହିଲା ହଉ ଠିକ ହେଲା ଠିକ ଆସ ଆମ ଆଶ୍ରମରେ ଆସିବ ତୁମ ନାମ ହେଲା ମୁରାରୀ ଚୈତନ୍ୟ। ସେ ନାମ ହେଲା ସାରଙ୍ଗ ମୁରାରୀ ଚୈତନ୍ୟ। ସାରଙ୍ଗ ମୁରାରୀ ଏ ଚୈତନ୍ୟ ଭାରତ ଅଛି ଆଉ ଲୌକିକ ଲୀଳା କଥା ତାଙ୍କ ନାମ ସାରଙ୍ଗ ମୁରାରୀ ଆନନ୍ଦ ଅଲୌକିକ ଚୈତନ୍ୟ କେମିତି ବାଘ ଗାଁରେ ଚାପ କରିଥିଲେ ଆଉ ଅତି ଭେନମସ୍ ବିଶାଖ ସର୍ପମାନଙ୍କୁ ଖେଳାଯାଏ ତାଙ୍କର ପ୍ରାକୃତିକ ସ୍ୱରୂପ ବ୍ୟବହାର ନଥିଲା ଏଇ ଯେଉଁ ଭାବ ଥିଲେ ନିତ୍ୟାନ୍ତ ଶାଖା ଅଛି ନିତ୍ୟାନନ୍ଦ ଗଣଦତ୍ତ ବ୍ରଜସଖା ବ୍ରଜସଖା ଶୃଙ୍ଗ ବେତ୍ର ଗୋପବେଶ ଶିରେ ଅଧିକାଂଶ ନିତ୍ୟାନନ୍ଦ ବ୍ରଜସଖା ବୋଲେ ସଖ୍ୟ ରସ ବ୍ରଜଭୂମିର ଆଉ କାଉ ହର ବୟସ ବୋଇଲେ ଗୋପ ବାଳକ ବଣ ସଖ୍ୟ ରସ ତେଣୁ ସଖ୍ୟ ରସ ସମ୍ବନ୍ଧରେ ଏ କହିବା ଆମେ ସଖ୍ୟ ରସ ଆରେ କୃଷ୍ଣଙ୍କର ଦୀର୍ଘ ଲୀଳା ଶ୍ରଦ୍ଧା ଶରଣାଗତି ଆତ୍ମନିବେଦନ ବ୍ୟତୀତ କୌଣସି ଚରିତରେ ସାଧନ ସିଦ୍ଧି ହୁଏ ନାହିଁ। ଭଜନ କାଳରେ ତିନୋଟି ବିଷୟ ସ୍ମରଣ ରଖିବାକୁ ହବ। ପ୍ରଥମ କଥା ହେଉଛି ତତ୍ତ୍ୱ ଅର୍ଥାତ୍ ସ୍ୱରୂପର ଉପଲବ୍ଧି, ଦ୍ୱିତୀୟ କଥା ହେଉଛି ତଥ୍ୟ ଅର୍ଥାତ୍ ପ୍ରକୃତ ବ୍ୟାପାର ଜ୍ଞାନ ପ୍ରାପ୍ତି ଇତ୍ୟାଦି, ତୃତୀୟ କଥା ହେଉଛି ଲୀଳା ତାତ୍ପର୍ଯ୍ୟ ଅର୍ଥାତ୍ ଲୀଳାର ଅଭିପ୍ରାୟ ବା ମର୍ମ। ଲୀଳା ତତ୍ତ୍ୱ ଉପରେ ସୁପ୍ରତିଷ୍ଠିତ, ଏହା ଆସ୍ୱାଦନୀୟ। ଲୀଳା ଚିତ୍ତ ବିନୋଦନ ନିମିତ୍ତ କେବଳ କାହାଣୀ ନୁହେଁ ତାର ଯେଉଁ ଲୀଳା ରସ ଆସ୍ୱାଦନୀୟ। ଲୀଳା ତାତ୍ପର୍ଯ୍ୟ ଅବହିତ ହେଲେ ରସ ମାଧୁର୍ଯ୍ୟ ଅନ୍ତରରେ ପରମାନନ୍ଦ ପ୍ରଦାନ କରେ। କୃଷ୍ଣଙ୍କର ସଖାଗଣ ସର୍ବସମୟ କୃଷ୍ଣଙ୍କର ଆନନ୍ଦ ନିରାନନ୍ଦରେ ଖୁସି ଭାଗୀ ହୁଅନ୍ତି। ମାତା ଯଶୋଦା କୃଷ୍ଣଙ୍କୁ ଉଦ୍ଦୀପନରେ ବନ୍ଦନ କରିଛନ୍ତି। ଆଜି ତାଙ୍କର ଚିତ୍ତ କ୍ଷୁବ୍ଧ ଓ କ୍ଳାନ୍ତ ବିଚିତ୍ର ଲୀଳା ପ୍ରଦର୍ଶନ। ସଖାଗଣ କୃଷ୍ଣଙ୍କର ଦୁରାବସ୍ଥା ଦେଖି ଦୁଃଖିତ। କୃଷ୍ଣଙ୍କର ଦୁରାବସ୍ଥା ଦେଖି ସଖାଗଣ ଦୁଃଖିତ ହଉଛନ୍ତି। ବାନ୍ଧି ପକେଇଛନ୍ତି ମା ଆଉ କିନ୍ତୁ ମାତାଙ୍କର ଗମ୍ଭୀର ମୂର୍ତ୍ତି ଦର୍ଶନ କରି ସଖାଗଣ ଭୀତ ହେଇ ମାତାକୁ ରାଗିଛି। ଯଶୋଦା ମାତା ଗମ୍ଭୀର ମୂର୍ତ୍ତି ଦର୍ଶନ କରି ସଖାଗଣ ଭୀତ ହେଇ ସେମାନଙ୍କ ଅତି ପ୍ରିୟଜନ ଦୁଃଖରେ ବନ୍ଧାଇଛନ୍ତି। এইগুলা দেখি কৃষ্ণଙ୍କ ନିକଟକୁ ଆସିବାକୁ ଭରସା ପାଉନାହିଁ। ମାତା ରାଗିଛନ୍ତି ଗମ୍ଭୀର ରାଇଛନ୍ତି। କୃଷ୍ଣ କିପରି ବନ୍ଧମୁକ୍ତ ହେବେ ଚିନ୍ତାରେ ଉତ୍କୁଣ୍ଠିତ ହୋଇଛନ୍ତି। ସେ ଆମେ ଦାମୋଦର ବ୍ରତ ପାଳନ କରୁ। କାର୍ତ୍ତିକ ମାସରେ ଅଛି ଆମର ଦାମୋଦର ବ୍ରତ ପାଳନ କରୁ। ଦାମୋଦର ଅଷ୍ଟକ ଆମର ଗାନ ହୁଏ। ମାତା ଯଶୋଦା ଦୁଃଖରେ ଯେ ବାନ୍ଧିଥିଲେ ସେଇଟା ଅଷ୍ଟକ ଆମେ ଗାନ କରୁ ମାସ ଯାକ ଦାମୋଦର ମାସ। ସେଥିରେ ଅଛି ଉଦନ୍ତଂ ମୁହୁର୍ନେତ୍ର ଯୁଗ୍ମଂ ଉଦନ୍ତଂ ପରାମ୍ଭୋଜ ଯୁଗ୍ମେନ ସାତଙ୍କ ନେତ୍ରଂ ଶ୍ୱାସ କମ୍ପୋ ତ୍ରିରେଖାଙ୍କ କଣ୍ଠ ଇଦଗ୍ରୈବ ଦାମୋଦର ଭକ୍ତିବଦ୍ଧଂ। ଏଇଟା ମାତା ଯଶୋଦା ଯେ କୃଷ୍ଣଙ୍କୁ ବାନ୍ଧିଥିଲେ ପ୍ରେମ ରଜ୍ଜୁରେ ବାନ୍ଧିଛନ୍ତି, ବାତ୍ସଲ୍ୟ ପ୍ରୀତି ରଜ୍ଜୁରେ ବାନ୍ଧିଛନ୍ତି। ଏ କ'ଣ ସାଧାରଣ ଦୌଡ଼େ ବାନ୍ଧିଛନ୍ତି ନା ତାଙ୍କେ ବାନ୍ଧି ପାରିବ? ଭକ୍ତି ରୂପକ ରଜ୍ଜୁ ପ୍ରୀତି ରଜ୍ଜୁରେ ବନ୍ଧା ହେଇଥିବା ସେ ଦାମୋଦରକୁ ଆମେ ନମସ୍କାର କରୁଛି। ଯେ କି ମାର ହାତରେ ଛାଟକୁ ଦେଖିକିରି ଦୁଦନ୍ତ ମୋର ନେତ୍ର ଯୁଗ୍ମ ମୁଞ୍ଜନ୍ତ ଲୀଳା କରୁଛନ୍ତି। କାନ୍ଦି କାନ୍ଦିକିରି ଦୁଇ ହାତରେ ଆଖିକି ମଉଛନ୍ତି। ଭୟଭୀତ ହେଇକିରି ଭୀତତ୍ରସ୍ତ ନୟନରେ ଚାହୁଁଛନ୍ତି। ଖୁବ୍ ଦୀର୍ଘ ଶ୍ୱାସ ନେଇକିରି ମୁହୁ ଶ୍ୱାସ କମ୍ପ ତ୍ରିରେଖାଙ୍କୁ ଥରି ଉଠୁଛନ୍ତି। ତ୍ରିରେଖା ସମେତ କଣ୍ଠର କିମ୍ବା ମୋତିହାର ଥରି ଉଠୁଛି। କି ପ୍ରକାର ଲୀଳା! କି ପ୍ରକାର ମାତା ଗମ୍ଭୀର ଛିଡ଼ା ହେଇଛନ୍ତି। ଆଉ ତାଙ୍କର ବନ୍ଧୁଗଣ
ବର୍ଷା କରିପାରୁନାହାନ୍ତି। ଆରେ ଆମର ବନ୍ଧୁ ବାନ୍ଧା ହେଇଛନ୍ତି, ବର୍ଷା କରି ଆସିପାରୁନାହାନ୍ତି, କୃଷ୍ଣ କିପରି ବନ୍ଧନ ମୁକ୍ତ ହେବେ ଏଇ ଚିନ୍ତାରେ ସେମାନେ ଉଠନ୍ତି। ସଖାଗଣ ମାତା ଯଶୋଦାଙ୍କର ଅଲକ୍ଷ୍ୟରେ ଦୂରରେ ଅଛି। ଦୂରରେ ଗୋପନ ସ୍ଥାନରୁ ଅତି ଉତ୍ସାହ ସହକାରେ ନିରବଙ୍ଗ ଭଙ୍ଗୀ ଦ୍ୱାରା ଇଙ୍ଗିତ କରି କୃଷ୍ଣକୁ ଉଦ୍ଦୁଖଲ ସହ ଅଳିନ୍ଦରୁ ଅଗଣାକୁ ଓହ୍ଲେଇ ଆସିବାକୁ ସଂକେତ ଦଉଛନ୍ତି। ଅଳିନ୍ଦ ଓହ୍ଲେଇଥିଲା ଏବେ ସଂକେତ ଦଉଛନ୍ତି। ଅହୋ ପ୍ରିୟତମ ସଖା କୃଷ୍ଣଙ୍କର ବନ୍ଧନ ମୁକ୍ତି ହିଁ ସେମାନଙ୍କର କାମନା। କାରଣ ସଖାଙ୍କର ସୁଖ ଦୁଃଖରେ ଭାଗି ହେଉଛନ୍ତି ଏମାନେ। ସଖ୍ୟରସ କି ଅପୂର୍ବ ଭାବ! ଭଗବାନ ଯିଏକି ଜଗଜ୍ଜୀବଙ୍କୁ ଦୁଃଖରୁ ଉଦ୍ଧାର କରନ୍ତି, ଜୀବର ଭବବନ୍ଧନ ଯେ ମୋଚନ କରନ୍ତି, ତାଙ୍କୁ ଏଇ ଗୋପ ବାଳକ ସଖାଗଣ ବନ୍ଧୁ ଜ୍ଞାନରେ ଉଦ୍ଧାର କରିବାକୁ ଅଗ୍ରସର ହେଉଛନ୍ତି। ଅପୂର୍ବ ଲୀଳା ରହସ୍ୟତା କି! କୃଷ୍ଣ ଯେ ଭଗବାନ ତା ସଖାଗଣଙ୍କର ବୁଦ୍ଧିର ଅଗମ୍ୟ, ଯୋଗମାୟାଙ୍କ ଉପରେ ଭୁଲି ଯାଇଛନ୍ତି। କୃଷ୍ଣ ହାସ୍ୟଯୁକ୍ତ ହୋଇ ଉଦ୍ଦୁଖଲସ ଅଗଣାକୁ ଓହ୍ଲେଇ ଆସିଲେ। ଓହ୍ଲେଇବା ନିମିତ୍ତ ଅଗ୍ରସର ହେବାକୁ ଲାଗିଲେ। ସେ ଅଗଣାକୁ ଓହ୍ଲେଇବା ପରେ ଉଦ୍ଦୁଖଲଟି ଆଡ଼ ଭାବରେ ଜାମଳାର୍ଜୁନ ବୃକ୍ଷଦେବ ମଧ୍ୟରେ ଅଟକିଗଲା। ପର ଘଟଣା ଜାମଳାର୍ଜୁନ ବୃକ୍ଷଦ ବୃକ୍ଷ ଉତ୍ପାଦିତ ହେଇପଡ଼ିଲା। ଘୋର ଶବ୍ଦରେ ଭୂଇଁରେ ପଡ଼ିଗଲା। ବୃକ୍ଷ ଦିଟା ଉତ୍ପାଦିତ ହେଇଗଲା। ନନ୍ଦ ଯଶୋଦା ଅନ୍ୟ ଗୋପଗଣ ଭୀତ ହେଇକି ଦୀପକୁ ଦୌଡ଼ି ଆସିଲେ। କଣ ହେଲା ବୋଲି ପହଞ୍ଚିଲେ ଏବଂ ସଖାଗଣ ପ୍ରତ୍ୟକ୍ଷଦର୍ଶୀ ହିସାବରେ ଘଟଣା କହୁଛନ୍ତି। ଆମେ ଦେଖିଛୁ ଏଇଆ ହେଲା। କଣ ହେଲା ନା ମାତା ଯଶୋଦା ବନ୍ଧନ କରୁଥିଲେ, ଆଉ ଇଏ ଟାଣି ଆଣିଲେ, ଗଛ ଗଲା। ଯାହା ହଉ ଭଗବାନ ରକ୍ଷା କରିଛନ୍ତି, ଗଛ ତାଙ୍କ ପଡ଼ିନି, ତାଙ୍କର କିଛି ହେଇନାହିଁ। ଜାମଳାର୍ଜୁନ ଉଦ୍ଧାର ହଉଛି। ପିତାନନ୍ଦ ମହାରାଜ ତାଙ୍କୁ ସବୁଠୁ ବନ୍ଧନ ମୁକ୍ତ କରିଦେଲେ। ଏଥିରେ ସଖାଗଣ ଭାରି ଆନନ୍ଦିତ ହେଲେ, ଯାହା ଆମ ସଖା ମୁକ୍ତ ହେଇଗଲେ। ଏ ଲୀଳା ବିଶେଷ ଅନ୍ୟ ଗୋଟିଏ ଲୀଳା। କୃଷ୍ଣ ବାଲ୍ୟକାଳରୁ ବଡ଼ କୌତୁକ ପ୍ରିୟ, ସେ ଯେ ଆନନ୍ଦମୟ। ସଖାଗଣ ମଧ୍ୟ କୃଷ୍ଣଙ୍କର ମନୋଗତ ଭାବ ଉତ୍ତର ରୂପେ ଜାଣନ୍ତି। କୃଷ୍ଣଙ୍କର ମନଭୀଷ୍ଟ କାର୍ଯ୍ୟରେ ସଖାଗଣ ସର୍ବଦା ତତ୍ପର ଥାନ୍ତି। ଦିନେ ଏକ ଗୋପ ବାଳକ ନନ୍ଦାଳକୁ ଆସି ନନ୍ଦ ମହାରାଜଙ୍କୁ ଜିଜ୍ଞାସା କଲେ, କୃଷ୍ଣ କୋଉଠି? ନନ୍ଦରାଜ କହିଲେ, ସେ ଯମୁନା ତଟରେ ବିହାର କରୁଛି ବୋଧେ। ଗୋପ ବାଳକ କହିଲା, ମୁଁ ତ ଯମୁନା ତଟରୁ ବର୍ତ୍ତମାନ ଆସୁଛି, ମୁଁ କାହିଁ ସେଠାନରେ କୃଷ୍ଣକୁ ଦେଖିନି। ତାପରେ ନନ୍ଦରାଜ କହିଲେ, ତାହେଲେ ସେ ବୋଧେ ବଇଶୀ ବଟିରେ ଖେଳୁଥିବ। ସେଇ ସମୟରେ ଅନ୍ୟ ଏକ ବାଳକ ଆସି କହିଲା, ମୁଁ ତ ବଇଶୀ ବଟରୁ ବର୍ତ୍ତମାନ ଆସୁଛି, ବଇଶୀ ବଟରେ କୃଷ୍ଣ ଖେଳୁନାହାନ୍ତି। ତାପରେ ନନ୍ଦରାଜ କହିଲେ, ତାହେଲେ ସେ ବୋଧେ ଭୂଷଣ ରାଜାଙ୍କ ବାଡ଼ିକୁ ଯାଇଛି। ସେତେବେଳେ ଆଉ ଜଣେ ବାଳକ ଆସି କହିଲେ, ମୁଁ ତ ଭୂଷଣ ରାଜାଙ୍କ ବାଡ଼ିକୁ ବର୍ତ୍ତମାନ ଆସୁଛି, କୃଷ୍ଣ ତ ଭୂଷଣ ରାଜାଙ୍କ ବାଡ଼ିକୁ ଯାଇନାହାନ୍ତି। ତାପରେ ନନ୍ଦ ମହାରାଜ ମାତା ଯଶୋଦା କୃଷ୍ଣଙ୍କ ଅନୁସନ୍ଧାନ ଉଦ୍ବିଗ୍ନ କୁଆଡ଼େ ଗଲା କୃଷ୍ଣ, ତାହେଲେ ଉଦ୍ବିଗ୍ନ ହେଇପଡ଼ିଲେ। এই ସମୟରେ ଗୃହ ମଧ୍ୟରେ କବାଟ ଆড়ୁଆଳରେ ଲୁଚିଥିବା କୃଷ୍ଣଙ୍କର କଣ୍ଠ ଶବ୍ଦ ହେଲା, ମୁଁ ଏଇଠି ଅଛି। ବଡ଼ କୌତୁକ ପ୍ରିୟ। ସମସ୍ତେ ସେ ସ୍ଥାନକୁ ଯାଇ କୃଷ୍ଣଙ୍କୁ ଆବିଷ୍କାର କଲେ। କୃଷ୍ଣ ହସି ଉଠିଲେ, କୃଷ୍ଣଙ୍କ ସହିତ ସମସ୍ତେ ହସିବାକୁ ଲାଗିଲେ। এই ଭାବରେ ଭଗବାନ ଭକ୍ତମାନଙ୍କର এই ଯୋଉ ଲୀଳା, ୟା ରହସ୍ୟ ଆନନ୍ଦ ବିଧାନ ଏପରି ଭାବରେ କରୁଛନ୍ତି। ଏପରି ବହୁ ସଖ୍ୟରସର କଥା ଅଛି ବ୍ରଜଭୂମିରେ କୃଷ୍ଣଙ୍କର ଲୀଳା। ସୁବଳ ମେଳନ ଅଛି ଆମର। ଦିନେ ଶ୍ରୀମତୀ ରାଧାରାଣୀ ଗୋଟିଏ ସୁରମ୍ୟ ପୁଷ୍ପମାଲ୍ୟ ଗୁନ୍ଥି ତାହା କୃଷ୍ଣକୁ ଅର୍ପଣ କରିବା ନିମିତ୍ତ ବୃନ୍ଦାଦେବୀଙ୍କ ହାତରେ ଦେଲେ। ବୃନ୍ଦାଦେବୀ ଅନୁମାନ କଲେ ଯେ ରାଧାରାଣୀଙ୍କର ଭ୍ରାତା ହେଉଛନ୍ତି ସୁବଳ। ସୁବଳ ସଖା କୃଷ୍ଣଙ୍କର ଅତି ପ୍ରିୟ ନର୍ମ ସଖା। ଏଇ ମାଲ୍ୟ ସୁବଳ ସଖାର ହସ୍ତରେ ପଠେଇଲେ କୃଷ୍ଣ ଭାରି ସୁଖୀ ହେବେ, ଆନନ୍ଦ ଲାଭ କରିବେ। ଏହିପରି ଅନୁମାନ କରି ସେ ମାଲ୍ୟଟି ସୁବଳ ସଖାଙ୍କ ହସ୍ତରେ ପ୍ରଦାନ କଲେ ବୃନ୍ଦାଦେବୀ। କୃଷ୍ଣ ରାଧାକୁଣ୍ଡ ତଟରେ ବସିଥିଲେ। ସେତେବେଳେ ସୁବଳ ସଖା ସେଠାକୁ ଯାଇ କୃଷ୍ଣଙ୍କ ହସ୍ତରେ ମାଲ୍ୟଟି ଅର୍ପଣ ପୂର୍ବକ ବୃତ୍ତାନ୍ତ ନିବେଦନ କଲେ। କୃଷ୍ଣ ସୁବଳ କହିଲେ, ସଖା, ମୁଁ ଏ ପର୍ଯ୍ୟନ୍ତ ବୃଷଭାନୁ ନନ୍ଦିନୀଙ୍କର ଅର୍ଥାତ୍ ରାଧାରାଣୀଙ୍କର ଚିନ୍ତାରେ ଖୁବ୍ ନିମଗ୍ନ ଥିଲି। ତାଙ୍କର ସ୍ମରଣ ମୋ ଚିତ୍ତକୁ ବଡ଼ ଉଦ୍ବେଳିତ କରୁଛି। ତୁମେ ଖୁବ୍ ଶୀଘ୍ର ମୋତେ ବୃଷଭାନୁ ନନ୍ଦୀଙ୍କର ଦର୍ଶନ କରା। ବୁଝିପାରୁଛ? ସୁବଳ ସଖା କହିଲେ, ହେ ସଖେ, ଏ ଅସମୟରେ ବୃଷଭାନୁ ନନ୍ଦୀଙ୍କର ଶ୍ୱଶୁରାଳୟ ଯାବଟକୁ ଯାଇ କୁଟିଳାର ଚକ୍ଷୁକୁ ବଞ୍ଚନା ପୂର୍ବକ ସେଠାରୁ ବୃଷଭାନୁ ନନ୍ଦିନୀକୁ ଆଣିବା ଅସମ୍ଭବ ବ୍ୟାପାର। କୁଟିଳା
ଶାଶୁ କହିଛି ଧରିକିରି ଆଉ କଣ କର ତା ଚକ୍ଷୁ ଆଗୁଆଳରେ ଏସବୁ କାମ କରିବା ଏସବୁ ଅସଂଖ୍ୟ ବ୍ୟାପାର ଅଟେ। ତୁମେ ବର୍ତ୍ତମାନ ଏ ଆଶା ପରିତ୍ୟାଗ କର। କୃଷ୍ଣ କହିଲେ ହେ ପ୍ରିୟ ସଖେ ମୁଁ ବଡ଼ ଅସ୍ଥିର ହେଲେଣି। ମୁସଲମାନ ନନ୍ଦୀକି ଆଉ ନ ପାଇଲେ ମୁଁ ସ୍ଥିର ହେଇପାରିବି ନା। ତୁମେ ଯଦି ମୁସଲମାନ ନନ୍ଦୀ ମୋ ସମ୍ମୁଖରେ ନ କରାଅ ତାହେଲେ ମୁଁ ଯମୁନାରେ ଝାମ୍ପ ଦେବି। ଓ ସଖାଙ୍କର ଦୁଃଖ ନାରେ ସଖା କାମ ଯାଇ କରିବାକୁ ପଡ଼ିବ। ସୁବଳ ସଖା ପ୍ରମାଦ ଗଣିଲେ କିନ୍ତୁ ଯେଉଁ ଉପାୟରେ ହଉ କୃଷ୍ଣଙ୍କର କ୍ଲେଶ ନିରସନ କରିବାକୁ ହବ ସଖାଙ୍କର ନହେଲେ ବଡ଼ ବିସାରିତ ଯମୁନାରେ ଝାସ ଦେବେ କହିଲେ। ମଧୁର ରସରେ ସହାୟତା କରିବା ନର୍ମ ସଖା ମାନଙ୍କର କାର୍ଯ୍ୟ। ସୁବଳ ସଖା ଆତ୍ୟନ୍ତିକ ରହସ୍ୟ କାର୍ଯ୍ୟରେ ନିପୁଣ। ସେ ଯାବତକୁ ରାଧାରାଣୀଙ୍କର ଶ୍ୱଶୁରାଳୟକୁ ଯାଇ ସେଠି ଉପସ୍ଥିତ ହେଲେ। ସେ ସମୟରେ କୁଟିଳା ଦ୍ୱାର ମୁହଁରେ ବସିଛି। ଦ୍ୱାର ମୁହଁରେ ବସିଛି କକ୍ଷ ଦ୍ୱାର ସମ୍ମୁଖରେ ବସିଥିଲେ। ସୁବଳକୁ ଦେଖି ବିରସ କଣ୍ଠରେ କହିଲେ ଏତେବେଳେ କାହିଁକି ଆସିଛୁ କିରେ ନଖଟିଆ ଅଛି ଆଡେ ଆସିଛୁ। ସୁବଳ ବିନତ୍ର କଲେ ମା ଦୀର୍ଘ କ୍ଷଣ ଧରି ମୋର ବାଛୁରୀଟି କୋଉଠି ହଜି ଯାଇଛି ତାକୁ ମୁଁ ଖୋଜୁଛି ବସିକରି ସନ୍ଧାନ ପାଉନି। ସମ୍ଭାବ୍ୟ ସ୍ଥାନ ସବୁଠି ଖୋଜି ଆସିଲେଣି। ଅବଶେଷରେ ଏଇ ସ୍ଥାନକୁ ଆସିଛି। ବାଛୁରୀଟି ବୋଧ ଏଇ ସ୍ଥାନରେ ଅଛି। ଆପଣ ଯଦି ଗୃହ ମଧ୍ୟକୁ ଯାଇ ଅନୁସନ୍ଧାନ କରନ୍ତି ତାହେଲେ ମୁଁ ନିଶ୍ଚିତ ହେଇପାରିବି। ଆପଣ ଟିକେ ଯାଇ ଦେଖନ୍ତୁ ମୋ ବାଛୁରୀଟା ଥିବ କାଳେ। କୁଟିଳା ସେଠୁ ବିରକ୍ତ କଲା ଆରେ ଟୋକା ମୁଁ ବର୍ତ୍ତମାନ ଉଠି ପାରିବି ନା। ତୁମେ ନିଜେ ଯାଇ ତୁ ବାଛୁରୀ ଖୋଜ। ମିଳିଗଲା ମିଳିଗଲା ଆଉ ସୁବଳ ସଖା କାହିଁ ତ ପ୍ରତ୍ୟାଶା କରୁଥିଲେ ତ ଆଉ କୃଷ୍ଣଙ୍କର ଇଚ୍ଛା ହବ ନା କେମିତି ହବ। ସେ କୃଷ୍ଣଙ୍କର ଲୀଳାଶକ୍ତି ଅଘଟନ ସଘଟନ ପଟିଅଛି ଯୋଗ ମାୟା ଦେବୀଙ୍କୁ ସ୍ମରଣ ପୂର୍ବକ ଜଟିଳା କୁଟିଳାର ଅନ୍ତଃପୁରରେ ପ୍ରବେଶ କରି ରାଧାଙ୍କୁ କୃଷ୍ଣଙ୍କର ଅଭିଳାଷ ଜ୍ଞାପନ କଲେ। ରାଧାଙ୍କର ଭାଇ ସେ ଅଭିଳାଷ ଜ୍ଞାପନ କଲେ ବସୁଛନ୍ତି ଇଏ ଆଉ ନ ଦେଖିଲେ ଜଗନ୍ନାଥ ଆସିଥିଲେ ଯିବା ପାଇଁ ପଡ଼ିବ। କିନ୍ତୁ କି ଉପାୟରେ ସମ୍ଭବ ହବ? ଆରମ୍ଭ ତ ବୁଡ଼ି ବସିଛି। କି ଉପାୟରେ ସମ୍ଭବ ହବ? ସୁବଳ ସଖା ନିଜ ବେଶବାସ ଉସ୍ତ୍ରୀଷ ରାଧାଙ୍କୁ ପ୍ରଦାନ କଲେ ତୁମ ବେଶଟା ପିନ୍ଧ ତୁମ ବେଶଟା ମତେ ଦେଇଦିଅ। ମୋ ବେଶ ତୁମେ ପିନ୍ଧ ତୁମ ବେଶଟା ମତେ ଦେଇଦିଅ। ତେଣୁ ରାଧାଙ୍କୁ ପ୍ରଦାନ କର ତାଙ୍କର କେଶ ବିନ୍ୟାସ କରି ଦିବ୍ୟ ସୁବଳ ସଖା ତାଙ୍କୁ ସଜେଇ ଦେଲେ। ଭାଇ ଭଉଣୀ ଦେଖିବାକୁ ଏକା ଚେହେରା ଅଛି ଆଉ ତାଙ୍କୁ ସୁବଳ ସଖା ସଜେଇ ଦେଲେ। ରାଧିକା ଆତ୍ମଗୋପନ ଉଦ୍ଦେଶ୍ୟରେ ଜଟିଳା କୁଟିଳାର ଚକ୍ଷୁକୁ ଫାଙ୍କି ଦେବା ନିମିତ୍ତ ଗୋଟିଏ ବାଛୁରୀକୁ ବକ୍ଷ ମଧ୍ୟରେ ଚାପି ଧରି ଅମ୍ଳାନ ବଦନରେ ଗୃହ ବାହାରକୁ ଆସିଲେ। ଆଉ କହିଲେ ମା ମା ବାଛୁରୀ ପାଇଗଲି ଆଉ ପାଇଗଲୁ ବାପ ହଉ ଯା ଯା ଯା। ବୁଝିପାରିଲ। ସୁବଳ ସଖା ମଧ୍ୟ ଅନ୍ୟ ପଥରେ ଅନ୍ତର୍ହିତ ହେଇଗଲେ। ରାଧାକୁଣ୍ଡ ତଟରେ ଆସିବ କଥା। ତାପରେ ଇଏ ତ ବେଶ ପିନ୍ଧିକି ରାଧାରାଣୀ ରାଧା ବେଶ ପିନ୍ଧିକି ଭିତରେ ଅଛନ୍ତି। ମଧ୍ୟାହ୍ନ ହେଇଗଲାଣି ସୂର୍ଯ୍ୟ ପୂଜା କରିବାକୁ ଯିବେ ସୂର୍ଯ୍ୟକୁଣ୍ଡକୁ। ତ ଅନ୍ୟମାନେ ବାହାରିଲେଣି। ସେଠୁ ଡାକୁଛି କୁଟିଳା ଡାକୁଛି ଜଟିଳା ଡାକୁଛି ବୋହୁ ସବୁ ବାହାରିଲେଣି ସୂର୍ଯ୍ୟ ପୂଜା କରିବାକୁ ତୁ ଯିବୁ ନାହିଁ ନା? ହଁ ମା ଯାଉଛି ଯାଉଛି। ଏଇ ଉପାୟରେ ସେ ଅନ୍ତର୍ହିତ ହେଲେ। ରାଧାକୁଣ୍ଡ କଲେ ରାଧାକୃଷ୍ଣଙ୍କର ମିଳନ ହେଲା। କୃଷ୍ଣ ସୁବଳ ସଖାଙ୍କୁ କାହିଁ ବଡ ହାସ୍ୟ କଲେ। ଏ ସତ୍ୟର